ଆଉ କିଛି ମାଗୁନି ତୋ ହାତରେ ନିଜେ ତୋ ବେକଟାକୁ କାଟି ଦେଇକି ତୋ ମୁଣ୍ଡଟା ମୋ ହାତକୁ ଦେ। ଠିକ ଅଛି ଗୋସେଇ ମୁଣ୍ଡଟା ଦେଇଦେବି ଯେ ମନରେ ଟିକେ କଷ୍ଟ ହଉଛି। କଷ୍ଟ କଣ ହଉଛି କହ? ନା ମୋ ଇଚ୍ଛା ଥିଲା ଟିକେ ମହାଭାରତ ଯୁଦ୍ଧ ଦେଖିଥାନ୍ତି। ବେକଟା କାଟିଦେଲେ ମୁଁ ମରିଯିବି, ଆଶା ତ ରହିବନି, କାମନା ତ ପୂର୍ଣ୍ଣ ହବନି। ତେଣୁ କାମନା ବିନା କର୍ମ ଯେତେ ଫଳ ନ ଫଳେ କଦାଚିତେ ଫଳ ନ ଫଳେ କଦାଚିତେ ଫଳ ନ ଫଳେ କଦାଚିତେ। ପ୍ରଭୁ ମୋ କାମନା ତ ପୂର୍ଣ୍ଣ ହବନି, ମୁଁ କେମିତି ବଞ୍ଚିବି? କେମିତି ବଞ୍ଚିବି ପ୍ରଭୁ? ମୋ ଜୀବନ ତ ନିରର୍ଥକ ହେଇଯିବ। ଭଗବାନ କୃଷ୍ଣ କହିଲେ ନା ରେ ମୁଣ୍ଡଟା ଦେ, ମହାଭାରତ ଯୁଦ୍ଧ ଦେଖିବୁ, କିଛି ଭୁଲ ହବନି। ଯୋଉ ଧର୍ମ ସ୍ତମ୍ଭଟା ଥିଲା ମହାଭାରତ ଯୁଦ୍ଧରେ, ସେଇ ଧର୍ମ ସ୍ତମ୍ଭ ଉପରେ ମୁଣ୍ଡଟାକୁ ଥୋଇଦେଲେ ଭଗବାନ କୃଷ୍ଣ। ଆଚ୍ଛା ଗଣ୍ଡି ତ ନାହିଁ। କାଲି ଆପଣମାନେ ଦ୍ୱିତୀୟ ଧାକରେ ମୁଁ ସମୁଦ୍ର ଗାଇକି ଯାଇଛି, ମୋତେ ଯାହା ପଚାରିଲା ମୁଁ ସେଇ ବାଟରେ ଗଲି। କାଲି ମୁଁ ସମୁଦ୍ରକି ପଚାରିବେ ବେଲାଳ ସେନ ମୁଣ୍ଡଟା ଯଦି ଖୁଣ୍ଟି ଉପରେ ରହିଲା, ଗୋଟେ ମୁଣ୍ଡଟାରେ ଗୋଟେ ମଣିଷ ବଞ୍ଚିବ? ହଁ ବଞ୍ଚିବ, ପ୍ରମାଣ ଅଛି। ତାକୁ ସିଂହ ହତା ପାରିବ, ଆଉ ପାରିବେ ଖାଲି ମୁଣ୍ଡରେ କିଏ ବଞ୍ଚି ନାହାନ୍ତି? ବଞ୍ଚୁଛନ୍ତି କିଏ? ବୋଲା ସତ୍ୟ ଯୁଗେ ବାବୁ ଶିବଙ୍କ ବାହନ ନାମ କୀର୍ତ୍ତି ମୁଖ ଥିଲା। ଶିବ ମନ୍ଦିରରେ ଦୁଆର ଆଗରେ ଖାଲି ମୁଣ୍ଡଟା ରହିଲା। ଅଛି ନା ନାଇଁ? କୀର୍ତ୍ତି ମୁଖ ଖାଲି ମୁଣ୍ଡ ବଞ୍ଚିଛି ନା ଖାଲି ମୁଣ୍ଡ? ସେତିକି। ଆଉ ଜାଣିଛ? ନାଇଁ ମୁଁ ଜାଣିନି, ତୁ ଜାଣିଛୁ। କଣ ଘରେ କହିବ, ଏଇଠି କହିବନି? ତ୍ରେତୟା ଯୁଗରେ ଗଣ୍ଠି ନାଇଁ, ଗୋଟେ ମୁଣ୍ଡଟେ ଥିଲା। ସେଇ ମୁଣ୍ଡଟା କେବଳ ବଞ୍ଚିଥିଲା। କହିଲା ନାମ ଗୋଟି ପରା ତ୍ରେତୟା ଯୁଗରେ ତାର କବନ୍ଧ ଅସୁର। ବିରାଧ ନାମ ତାହାର। ନୃସିଂହତାର ରିସର୍ଚ୍ଚ କେତେ ଜାଣିଛନ୍ତି ରେ? ଆକୁ ଓଡ଼ିଶାରେ ଅଣ୍ଡ୍ରିପ ନାହିଁ, ଛୁଇଁଦବ ଚାରି ଯୁଗ ସଜ୍ଜନ ବର୍ଗେ। ତାହେଲେ ବେଲାଳ ସେନ ମୁଣ୍ଡଟା ରହିଲା। ଖାଲି ଗୋଟିଏ କଥା ରହିଲା, କାଲି ଦ୍ୱିତୀୟ ଜାଗାରେ ମୋ ସମୁଦ୍ରକି ପଚାରିବ ଯଦି ବେଲାଳ ସେନ ମୁଣ୍ଡଟା ଉପରେ ରହିଲା, ଏ ବେଲାଳ ସେନର ଗଣ୍ଡି କୋଉଠି ରହିଲା? ଖମ୍ବ ଉପରେ ସିନା ତା ମୁଣ୍ଡଟା ରହିଲା, ତା ଗଣ୍ଡିଟା କାଲି ଦ୍ୱିତୀୟ ଥାକରେ ସମୁଦ୍ରକି ପଚାରିବ ଭୋଲା। ଯଦି ମୋ ସମୁଦ୍ର କଥାକୁ ପୂରଣ କରିବ, ପାଞ୍ଚ ରାତି ପଇସା ହୋତା ଛାଡ଼ି ଦବ। ତେଣୁ ସେଇଠି ବେଲାଳ ସେନର ମୁକ୍ତି ଭଗବାନ କୃଷ୍ଣଙ୍କର ଦର୍ଶନରେ। ଆଉ ସମସ୍ତେ କହନ୍ତି ଭୀମ କୁଆଡ଼େ ପଚାରିଲା ମହାଭାରତରେ କିଏ ବେଶୀ ମାରିଛି, ସେ କୃଷ୍ଣ କହିବାରୁ ଭୀମ ଗଦାରି ପିଟି ଦେଲା ବୋଲି ବେଲାଳ ମରିଗଲା। ନା ମିଛ, ମିଛ। ବେଲାଳ ମରି ସାରିଛି ପୂର୍ବରୁ। କେବଳ କୃଷ୍ଣଙ୍କର ଦିବ୍ୟ ଚେତନାରେ ଏ ଦିବ୍ୟ ପ୍ରାଣ ଆତ୍ମାଟା କେବଳ ଆଖି ଆଗରେ ନାଚୁଥିଲା, ସେ ଦେଖୁଥିଲା। ଭୀମ ତାକୁ କଣ ମାରିବ? ଭୀମ ତା ବୁପା ମାରିଦେଲା। ତେଣୁ ସେଇ ବେଲାଳ ସେନକୁ ମୁକ୍ତି ଦେଇଥିବା ଭଗବାନ କୃଷ୍ଣ
ଆଜି ରୁଣ୍ଡୀଭୂତା ବାଳକ ଭଗବନ୍ତା ମାନଙ୍କର ମୋ ପାଲା ବହିନୀ କର୍ତ୍ତା ଯଜମାନ ମହୋଦୟ ମାନଙ୍କର ଏ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କର ଏ ଗ୍ରାମବାସୀ ମାନଙ୍କର ସମସ୍ତଙ୍କର ମୋ ମା ଭଉଣୀ ମାନଙ୍କର ମଙ୍ଗଳ ବିଧାନ କରନ୍ତୁ। ସର୍ବେ ଫୁଲ ଆନନ୍ଦେ କବାର ଗଲା ବେଳେ ବ୍ରାହ୍ମଣ ଯେ କରୁଅଛି ଭାଇ ମାନେ ଆନନ୍ଦ ସାଗରେ ଟିକେ ଦିଅ ହରି ବୋଲ କର ମା ଭଉଣୀ ଲୋ ଆଉ ଥରେ ହୁଳ ହୁଳି ଦିଅ କଲ୍ୟାଣ କରିବେ ତୁମ୍ଭକୁ ମୋ ପ୍ରଭୁ ନନ୍ଦ ପୁଅ କାଲି କେତେବେଳେ କେତେଟା ସମୟ ସମୁଦି ମୁହର ପାଲା ସାରି ଥବ ରାତି 7ଟାରୁ 11ଟା ଯାଏ ହୁତାରେ ଗାଇଲା ଥବ ଛାତି ହାଡ଼ର ପଞ୍ଜରା ତଥାପି ଛାଡ଼ିବି ନାହିଁ ନାକର ନିଶ୍ୱାସ ଚଳୁଥିବା ଯାଏ ମା ମୁଁ ଛାଡ଼ିବି ନାହିଁ ଦିନ ଜନ ସିଂହ ସଂରକ୍ଷଣ ମହାବାହୁ ଆନନ୍ଦ ସାଗରେ ବୀର ଦରବାରେ আনন্দ সাগরে বীর দরবারে সর্বে হরিবোল করতালি হুড় হুড়ি দিও এ বিশ্ব দুঃখ